ୱେଲକମ୍ ଟୁ ଆୱାର ୟୁଟ୍ୟୁବ୍ ଚ୍ୟାନେଲ୍। 2024ରେ ଆସୁଥିବା ସମସ୍ତ ସିଟି, OTT, BED ଓ RI ଅମିନ ପାଇଁ ଇଂଲିଶ ବ୍ୟାସେଜ୍, ଯାହାକି ଆପଣମାନଙ୍କ ଏକ୍ଜାମରେ ଆପଣଙ୍କୁ 5 ମିନିଟରେ ଅତି ସହଜ ଏବଂ ସରଳ ଭାବରେ କରିବା ପାଇଁ ସାହାଯ୍ୟ କରିବ। ଆସନ୍ତୁ ଦେଖିବା ଏହାକୁ ଆମେ କେମିତି କରିବା। ପ୍ରଥମେ ଆମେ ପ୍ୟାସେଜଟାକୁ ତାର ଗିଷ୍ଟ ବା ତାର ମେନ୍ ପଏଣ୍ଟ ଗୁଡ଼ିକୁ ଆମେ ପଢ଼ିବା। ପ୍ରଥମେ ପୁରା ପ୍ୟାସେଜକୁ ପଢ଼ିବା, ତାପରେ କ୍ୱେଶ୍ଚନ୍ ଗୁଡ଼ିକୁ ଆମେ ଧୀରେ ଧୀରେ କରିବା। କ୍ୱେଶ୍ଚନ୍ରୁ ପଢ଼ିବା। Many heroes are remembered only for their famous deeds, and which are not heroic have not been forgotten. But the story most often told about Alfred is recently not heroic. He was escaping after one of the early battles against the Danes in which his army had been defeated. ଏହିଭଳି ଆମେ ପ୍ରଥମେ ପ୍ୟାସେଜରୁ ଟୋଟାଲି ପଢ଼ିବା ଏବଂ ତାପରେ କ୍ୱେଶ୍ଚନ୍ ଗୁଡ଼ିକ କରିବା। ଦେଖନ୍ତୁ ପ୍ରଥମ କ୍ୱେଶ୍ଚନ୍ କ'ଣ ଅଛି? Who were the people Alfred was fighting against? ଆଲଫ୍ରେଡ୍ ବିରୋଧରେ କେଉଁ ପିପୁଲ ମାନେ ଯୁଦ୍ଧ ପାଇଁ ଘୋଷଣା କରୁଥିଲେ ବା କେଉଁମାନେ ଯୁଦ୍ଧ କରୁଥିଲେ? ବର୍ତ୍ତମାନ ଦେଖିବା ଏଠି ଆଲଫ୍ରେଡ୍, ଏଠି ମେନ୍ ପଏଣ୍ଟ କ'ଣ ଅଛି ନା ଆଲଫ୍ରେଡ୍ ୱାଜ୍ ଫାଇଟିଂ ଏଗନେଷ୍ଟ। ଏଇ ଏଗନେଷ୍ଟ ୱାର୍ଡ ଆଲଫ୍ରେଡ୍ ଫାଇଟିଂ ଏଇଟା ଆମେ ଖୋଜିବା ପ୍ୟାସେଜରେ। ଦେଖନ୍ତୁ ଆଲଫ୍ରେଡ୍, ଆପଣ ତ ପ୍ରଥମେ ପ୍ୟାସେଜରୁ ଭଲ ଭାବରେ ପଢ଼ିଥିବେ। ଏବେ ଦେଖିବା ଆଲଫ୍ରେଡ୍ କେଉଁଥିପାଇଁ କେଉଁମାନଙ୍କ ସହିତ ସେ ପ୍ରଥମେ ଯୁଦ୍ଧ କରୁଥିଲା ବା କାହା ଏଗନେଷ୍ଟରେ ପ୍ରଥମେ ସେ କ'ଣ କରୁଥିଲା ନା ଫାଇଟିଂ କରୁଥିଲା। ଏଗନେଷ୍ଟ ଦ ଡେନ୍, ଦ ପିପୁଲ ଅଫ୍ ଡେନମାର୍କ, ଏଗନେଷ୍ଟ ନେଦରଲ୍ୟାଣ୍ଡ, ଏଗନେଷ୍ଟ ହାମ୍ବୁସ୍। କାହା ବିରୋଧରେ କରୁଥିଲା ନା ଏଇଠି ଦେଖ, ଏଇଟା ଦ ବ୍ୟାଟେଲ he was escaping after one of the early battles against the Danes. ସେ କାହା ଏଗନେଷ୍ଟ ବ୍ୟାଟେଲ ଚାଲିଥିଲା ନା ଡେନ୍ସ ବିରୋଧରେ ଚାଲିଥିଲା। ତେଣୁ ସଠିକ ଉତ୍ତର ହେବ ଅପସନ୍ ଏ ଡେନ୍ସ। ଅପସନ୍ ଏ ଡେନ୍ସ ହେବ। ନେକ୍ସଟ କ୍ୱେଶ୍ଚନ୍, ଅପସନ୍ 2, ହୋୟାର ଡିଡ୍ ଆଲଫ୍ରେଡ୍ ଟେକ୍ ସେଲ୍ଟର? ଆଲଫ୍ରେଡ୍ କେଉଁଠାରେ ତାର ସେଲ୍ଟର ବା କୁଟୀର ପ୍ରସ୍ତୁତ କରିଥିଲା? ଇନ୍ ଏ ମଡେଲ। ଅପସନ୍ ଏ। ଅପସନ୍ ବି ଇନ୍ ଏ ରେଷ୍ଟ ସେଡ୍। ଅପସନ୍ ସି ଇନ୍ ଏ ପୋର୍ ମ୍ୟାନ୍ସ କଟେଜ୍। ଅପସନ୍ ଡି ନନ୍ ଅଫ୍ ଦ ଅବଭ୍। ଦେଖିବା କେଉଁଠି ତା ସେଲ୍ଟର ତିଆରି କରିଥିଲା। ଆଲଫ୍ରେଡ୍ ତାର ସେଲ୍ଟର କେଉଁଠାରେ ପ୍ରସ୍ତୁତ କରିଥିଲା? ଦେଖନ୍ତୁ, ହି ଆସ୍କ୍ଡ ଏ ପୋର୍ ମ୍ୟାନ୍ସ ୱାଇଫ୍ ଫର୍ ସେଲ୍ଟର ଇନ୍ ହର୍ କଟେଜ୍। ତାର କଟେଜରେ ସେ କ'ଣ କରିଥିଲା ନା ଗୋଟେ ସେଲ୍ଟର ତିଆରି କରିଥିଲା। କେଉଁଠି ନା ପୋର୍ ମ୍ୟାନ୍ ପାଖରେ। ତେଣୁ ପୋର୍ ମ୍ୟାନ୍ କଟେଜ୍, ଏହାର ସଠିକ ଉତ୍ତର ହେଉଛି ପୋର୍ ମ୍ୟାନ୍ କଟେଜ୍। 3 ନମ୍ବର କ୍ୱେଶ୍ଚନ୍ ଦେଖିବା। ହ୍ୱାଟ୍ ୱାଜ୍ ଦ ପୋର୍ ମ୍ୟାନ୍ସ ୱାଇଫ୍ ଡୁଇଂ? ପୋର୍ ମ୍ୟାନ୍ର ୱାଇଫ୍ କ'ଣ କରୁଥିଲା? ସି ୱାଜ୍ କୁକିଂ କରୁଥିଲା। ସି ୱାଜ୍ ବେକିଂ, ସି ୱାଜ୍ ଫିଡ଼ିଂ। ଅପସନ୍ ଦେଖିବା କ'ଣ ଅଛି ନା ପୋର୍ ମ୍ୟାନ୍ ଦେଖ, ସି ୱାଜ୍ ବେକିଂ ସମ୍ କେକ୍। ତାହେଲେ ପୋର୍ ମ୍ୟାନ୍ ୱାଇଫ୍ କ'ଣ କରୁଥିଲା? କିଛି କେକ୍ ବେକିଂ କରୁଥିଲା। 3 ନମ୍ବର ଉତ୍ତର ହେଉଛି ସି ୱାଜ୍ ବେକିଂ, ବି, ଅପସନ୍ ବି। 4 ନମ୍ବର, ହ୍ୱାଇ ଡିଡ୍ ଆଲଫ୍ରେଡ୍ ଟେକ୍ ସେଲ୍ଟର ଇନ୍ ପୋର୍ ମ୍ୟାନ୍ସ କଟେଜ୍? ପୋର୍ ମ୍ୟାନ୍ କଟେଜରେ ଆଲଫ୍ରେଡ୍ କାହିଁକି ସେଲ୍ଟର ନେଲା? ଆଜ୍ ହି ୱାଜ୍ ନଟ୍ ଇଣ୍ଟରେଷ୍ଟେଡ୍ ଟୁ ଫାଇଟ୍, ଯୁଦ୍ଧ କରିବା ପାଇଁ ଚାହୁଁନଥିଲା। ବି, ଆଜ୍ ଦ ଆର୍ମି ଅଫ୍ ଡେନ୍ସ ୱେଆର୍ ସର୍ଚ୍ଚିଂ ଫର୍ ହିମ୍, ଡେନ୍ସର ଆର୍ମି ମାନେ ତାଙ୍କୁ କ'ଣ ସର୍ଚ୍ଚ କରୁଥିଲେ। ଆଜ୍ ହିଜ୍ ଆର୍ମି ୱାଜ୍ ଡିଫେଟେଡ୍ ଇନ୍ ଦ ବ୍ୟାଟେଲ୍ ଏଗେନ୍ଷ୍ଟ ଡେନ୍ସ, ଡେନ୍ସ ବିରୋଧରେ ହାରିବା ପାଇଁ ସେ କ'ଣ ଲୁଚିଥିଲେ? କାହିଁକି କରିଥିଲେ ଦେଖିବା। ଆଲଫ୍ରେଡ୍ ଟେକ୍ ସେଲ୍ଟର ଇନ୍ ପୋର୍ ମ୍ୟାନ୍ କଟେଜ୍ କାହିଁକି? ଦେଖନ୍ତୁ, ସି ଆସ୍କ୍ଡ
stranger to stay and watch her cake. She remaining his his army. He was escaped after one of early battle against the Danes in which his army had been defeated. The army defeated ହୋଇଥିବାରୁ ସେ shelterରେ ରହିଥିଲା. Question number 5. Why the poor man's wife asked Alfred to watch her cake? Option A. She wished to go out. Option B. She wanted to meet her husband. Option C. She went to the market for some vegetable. हम देखिए कहीं पोरम्यान वाइफ टी आल्फ्रेड को कही ता केक टू देखापी ना हम जे पैसेज को पैसेज देखा कौन अच्छे देखो आज सी wished got out to go out तेणु ऑप्शन देखिए 5 नंबर ए हूँ यार करेक्ट आंसर. 6 नंबर What work was assigned to Alfred by the poor man's wife? poor man wife द्वारा क्यों असाइन कराइला आल्फ्रेड द्वारा? To turn the cake so that it would not burn, to prepare the cake perfectly, to cut the cake into pieces. None of these. कौन कराइला आल्फ्रेड द्वारा poor man wife कौन कर देखो she reminded him to turn them to so that they would not burn. यह को न पोड़िया पाई ताको कहि दे जाइतला. तेणु 6 नंबर आंसर होची ऑप्शन ए. 7 नंबर Why did the king fail to take care of the cake? केक को टेक केयर बा तार जतन में फेल होते किंग कहीं But the king spent the time thinking of a plan to defeat the enemy. So ସେଥିପାଇଁ ସେ କ'ଣ କରିଥିଲେ ନା ଆମେ ଦେଖିବା ସେଥିପାଇଁ ସେ ଫେଲ୍ ହେଇଥିଲେ କେୟାର ନେବା ପାଇଁ କେକ୍ଟର. ତେଣୁ ଅପସନ୍ ଏ 7 ନମ୍ବର ଅପସନ୍ ଏ ହେଉଛି କରେକ୍ଟ ଆନ୍ସର. 8 ନମ୍ବର Why the poor man's wife got angry with Alfred? ଆଲଫ୍ରେଡ୍ ଉପରେ କାହିଁକି ରାଗିଥିଲେ? She found that the cake were very burnt. She found that Alfred had eaten all the cake. She found that Alfred was not responding her. All of these. କୋଉଟା ଠିକ୍ ହେବ? ଦେଖନ୍ତୁ But the king ଦେଖ bringing peace to his unfortunate people, with the result that he did not notice the cake, although ଯଦିଓ he was looking at the fire. ସେ ଫାୟାର କ'ଣ ହେଇଥିଲା କିନ୍ତୁ କେକ୍ର ଯତ୍ନ ନେଇନଥିଲା. ତେଣୁ ଅପସନ୍ ନମ୍ବର 7 ନମ୍ବର କ'ଣ ହେବ ନା he was thinking of a plan to 8 ନମ୍ବର she found that a cake very burnt. ଏଇଟା ଅପସନ୍ 8 ନମ୍ବର ହେଉଛି she found that cake very burnt. Who were remembered? 9 number question. Option A, the hero and heroic action, the known people of the society, the king and queen, none of these. Who were remembered? 9 number who were remembered? क्या को remember करते Those which are not heroic have been forgotten. से हीरो मानक से मन पकाउले. ऑप्शन नंबर ए 9 नंबर ए. क्वेश्चन नंबर 10 What did he want for his people? The people माने से कौन करते? Fortune of the people, discipline of the people, peace of the people. Peace of the people देखिबा bringing peace of the his unfortunate people. ତେଣୁ ସେ ପିସ୍ ଖୋଜୁଥିଲା.
ଏଇଭଳି ଆମର ନୂଆ ନୂଆ ଭିଡ଼ିଓ ଦେଖିବା ପାଇଁ ୟୁଟ୍ୟୁବ୍ ଚ୍ୟାନେଲ୍କୁ ସବସ୍କ୍ରାଇବ୍ କରନ୍ତୁ ଏବଂ ସେୟାର୍ ମଧ୍ୟ କରନ୍ତୁ।